ଶବ୍ଦର ମୋର ଦୀକ୍ଷା ଗୁରୁ ହେଉଛନ୍ତି ନିଗମାନନ୍ଦଙ୍କର ଶିଷ୍ୟ ବୁଲାରାମ। ତେଣୁ ନିଗମାନନ୍ଦଙ୍କୁ ମୁଁ ସଦ୍ଗୁରୁ ଭାବରେ ଗ୍ରହଣ କରେ। କିନ୍ତୁ ନିଗମାନନ୍ଦଙ୍କର କୌଣସି ବହି ପଢ଼ିନେଇ, ତାଙ୍କ ଜୀବନୀଟି କେବଳ ପଢ଼ିଛି। କିନ୍ତୁ ନିଗମାନନ୍ଦଙ୍କ ପ୍ରତିନିଧି ଭାବରେ ନାମାଚାର୍ଯ୍ୟ ବାୟା ବାବା ମୋର ସମସ୍ତ ମାର୍ଗକୁ ସିଏ ହିଁ ଦେଖେଇଛନ୍ତି, ବା ମୋର ମାର୍ଗକୁ ସେ ପରିଷ୍କାର କରିଛନ୍ତି। ଏଇଆ କଲେ ଠିକ୍ ହେବ, ଏଇଆ କଲେ ଭୁଲ ହେବ, ସେ କଥା ତାଙ୍କଠାରୁ ହିଁ ମୁଁ ଶୁଣିଛି। କିନ୍ତୁ କେବେ ନିର୍ଦ୍ଦେଶ କରିନାହାନ୍ତି, ତାଙ୍କ କଥାରୁ ମୁଁ ଗ୍ରହଣ କରିଛି। ନି କହିଲେ ହେ ମଣିଷ ନୀତିବାନ ହୁଅ, ଦୁର୍ନୀତି କର ନାହିଁ, ଅନୀତି କର ନାହିଁ, ନୀତିବାନ ହୁଅ। ନି କହିଲେ ଯେଉଁ କାର୍ଯ୍ୟ ଯାହା ପାଇଁ କରୁଛ, ଦେଶ ପାଇଁ କରୁଛ, ଭାଇ ପାଇଁ କରୁଛ, ଭଉଣୀ ପାଇଁ କରୁଛ, ପିତାମାତାଙ୍କ ପାଇଁ କରୁଛ, ସ୍ତ୍ରୀ ପାଇଁ କରୁଛ, କି ସ୍ୱାମୀ ପାଇଁ କରୁଛ, ପୁଅ ଝିଅଙ୍କ ପାଇଁ କରୁଛ, ନିଷ୍ଠାର ସହିତ ତାହାକୁ ପାଳନ କରିବା ହେଉଛି ନି। ତାପରେ ନିୟମ। ନି କହିଲେ ନିୟମ। ସୂର୍ଯ୍ୟ ଏତିକି ବେଳକୁ ଉଦୟ ହୁଅନ୍ତି, ଏତିକି ବେଳକୁ ଅସ୍ତ ହୁଅନ୍ତି, ଇଏ ହେଉଛି ନିୟମ। ଜଳ ଯେତେ ଉଚ୍ଚକୁ ଯିବ ସେ ନିଚୁକୁ ଗଡ଼ି ଆସିବ, ଇଏ ହେଉଛି ନିୟମ। ସେଇଭଳି ଆମେମାନେ ଯେତେ ପାଠ ପଢ଼ୁ, ଯେତେ ବଡ଼ ସାଧନା କରି ସିଦ୍ଧ ସାଧୁ ହଉ, ବା ଯେତେ ଶାସ୍ତ୍ର ପଢ଼ି ଆମେ ଜ୍ଞାନୀ ହଉ, କିନ୍ତୁ ମନେ ରଖିବାକୁ ପଡ଼ିବ ଜୀବନକୁ ଗୋଟିଏ ନିର୍ଦ୍ଦିଷ୍ଟ ନିୟମରେ ଆମକୁ ପରିଚାଳିତ କରିବାକୁ ପଡ଼ିବ। ନିୟମର ଅର୍ଥ ହେଉଛି ଶୃଙ୍ଖଳା। ଶୃଙ୍ଖଳିତ ହୁଅ, ସଂଯମିତ ହୁଅ, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବବଧସ୍ୟ ଯୋଗ ଭବତି ଦୁଃଖ। ସ୍ୱଳ୍ପ ସ୍ୱଳ୍ପ ଆହାର କର, ଠିକ୍ ସମୟରେ ବିହାର କର, ଠିକ୍ ସମୟରେ ନିଜର କର୍ମ ବା କର୍ତ୍ତବ୍ୟକୁ ସମ୍ପାଦନ କର। ଅଯଥା ସମୟରେ କାର୍ଯ୍ୟ କରି ଶରୀରକୁ କଷ୍ଟ ଦିଅ ନା। ଅଯଥା ଲୋଭରେ ଖାଦ୍ୟ ଖାଇ ଦେହକୁ ଖରାପ କର ନା। ଅଯଥା ସମୟକୁ ନଷ୍ଟ କରି ଅନେକ ଶୁଭ କାର୍ଯ୍ୟକୁ ତୁମେ ଉପେକ୍ଷା କର ନା। ଇଏ ହେଉଛି ନି। ଯୁକ୍ତାହାର, ଏଇ ଧ୍ୟାନ ଯୋଗର ଗୀତାର 6ଠ ଅଧ୍ୟାୟ ଧ୍ୟାନ ଯୋଗର ଶ୍ଲୋକ। ନି ପରେ ଗ। ଗଟି କ'ଣ? ପ୍ରଥମ ଗ ହେଉଛନ୍ତି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ପ୍ରଦର୍ଶିତ ମାର୍ଗରେ ବା ଶାସ୍ତ୍ର ପ୍ରଦର୍ଶିତ ମାର୍ଗରେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ଜୀବନର ରାସ୍ତାକୁ ପରିଷ୍କାର କର। ଗ କହିଲେ ଗଙ୍ଗା। ଜୀବନକୁ ଗଙ୍ଗା ଭଳି ପବିତ୍ର କର। ଜୀବନରେ ଯେଉଁ କଳଙ୍କ,
ଅପରାଧ ରହିଛି ଇଏ ମଇଳାକୁ ପରିଷ୍କାର କରିବା ପାଇଁ ସବୁବେଳେ ଚେଷ୍ଟା କର। ଖାଲି ଗଙ୍ଗାରେ ଗାଧେଇ ପଇଲେ ହେବନି। ତୁମେ ଯଦି ଗଙ୍ଗାରେ ଗାଧେଇ ସାରି ପୁଣି ମଇଳାକୁ ରଖିବ ତାହେଲେ ରହିଲା ଆଉ କ'ଣ। ଗ କହିଲେ ଗଙ୍ଗା, ସ୍ନାନ କଲାବେଳେ ଗଙ୍ଗାଙ୍କୁ ସ୍ମରଣ କର। ଗ କହିଲେ ଗତି, ଗୀତା କହିଲେ ଗତିରି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣଂ ଶ୍ରୁତ ପ୍ରଭବଂ ପ୍ରଳୟଂ ସ୍ଥାନଂ ନିଧାନଂ ବିଜମ ବ୍ୟୟମ୍। ତୁମେ ଯେମିତି ଆକାର କର୍ମ କରିବ ସେ କର୍ମର ଫଳ ଭଗବାନ ହିଁ ଦେବେ। ତମେ ମଣିଷ ମାରିକିରି କୋର୍ଟରୁ ଖଲାସ ହେଇଯିବ, କିନ୍ତୁ ବିଧାତାର କୋର୍ଟରୁ ତୁମେ ଖଲାସ ହେଇପାରିବ ନାହିଁ। ଭାଗବତରେ କହିଲେ ଯେ ଯା କୁମାରେ ସୁଖ ଭଳେ ସେ ତାକୁ ମାରେ ଅନ୍ତକାଳେ। ଗୀତାର ଏଇ ଶ୍ଲୋକଟିକୁ ମନେ ରଖିବେ। ଗତିରି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣଂ ଶ୍ରୁତ ପ୍ରଭବଂ ପ୍ରଳୟଂ ସ୍ଥାନଂ ନିଧାନଂ ବିଜମ ବ୍ୟୟମ୍। ଗୀତା ପଢ଼, ତାକୁ ତାର ଅର୍ଥକୁ ମଧ୍ୟ ପଢ଼, ବୁଝିବାକୁ ଚେଷ୍ଟା କର। ଗ କହିଲେ ଗୋବିନ୍ଦ, ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଗୋବିନ୍ଦଙ୍କୁ ସ୍ମରଣ କର, 5 ମିନିଟ୍ ହଉ ସ୍ମରଣ କର, ନ କଲେ ହେବ ନାହିଁ। ଗ କହିଲେ ଗାୟତ୍ରୀ, ଗୁରୁ ମନ୍ତ୍ରକୁ ଜପ କର କିମ୍ବା ଗାୟତ୍ରୀ ମନ୍ତ୍ରକୁ ଜପ କର। ଗୀତାରେ କହିଲେ ଗାୟତ୍ରୀ ଛନ୍ଦସା ମହମ୍, ଗାୟତ୍ରୀ ମନ୍ତ୍ର ସ୍ମରଣ କର। ନହେଲେ ଓଙ୍କାର ସ୍ମରଣ କର। ଗୀତାରେ କହିଲେ ପ୍ରଣବ ସର୍ବବେଦେଷୁ ବୋଲି ସେ କହିଲେ। ତେଣୁ ପ୍ରଣବ କହିଲେ ଓଙ୍କାର, ଓଙ୍କାରକୁ ଜପ କର, ସ୍ମରଣ କର। ଯଦି ତା ସାଙ୍ଗରେ ପ୍ରାଣାୟାମ କଲ ଆହୁରି ଭଲ। ଇଏ ହେଲା ଗ ଅକ୍ଷରର ଆଉ ଗୋଟିଏ କଥା। ଗ କହିଲେ ଗୁରୁ। ଜୀବନରେ ଜଣେ ଗୁରୁଙ୍କୁ ନିର୍ବାଚନ କର। କେଉଁ ଗୁରୁ ହାତରୁ ବିଭୂତି ଝରଉଛନ୍ତି, କେଉଁ ଗୁରୁ ମାନେ ଡେଉଁରିଆ ତାବିଜ ଦେଇକି ଲୋକଙ୍କୁ ଭଲ କରୁଛନ୍ତି, କେଉଁ ଗୁରୁ ଏମିତି ଯେଉଁ ଭେଳିକି ସବୁ ଶୁଣୁଛ, ଏସବୁ କଥାକୁ ଗ୍ରହଣ ନ କରି ଜଣେ ନିଷ୍ଠାପର ଭଗବତ ପ୍ରେମୀ ଗୁରୁଙ୍କୁ ସ୍ମରଣ କର। ଯେଉଁ ଗୁରୁ କହୁଛନ୍ତି ମୁଁ ଭଗବାନ, ତାଙ୍କ ପାଖକୁ ଜମା ଯାଅନା, କାରଣ ସେ ଭଗବାନ ନୁହନ୍ତି, ମିଛରେ କହୁଛନ୍ତି। ଆଚ୍ଛା, ଇଏ ହେଉଛନ୍ତି ଗୋଟିଏ ଗ ଅକ୍ଷରର କଥା। ଗୀତା ଗୋଟିଏ ଶାସ୍ତ୍ର ଗ ଅକ୍ଷରରେ। ଟିକେ ପଢ଼। ଗୋଟିଏ ଶ୍ଲୋକ ସବୁଦିନେ ପଢ଼ୁନା, ଗୋଟିଏ ଶ୍ଲୋକ ପଢ଼ିବ, ତା ଅର୍ଥଟି ପଢ଼ିବ। ବୁଝି ନ ପାରିଲ ନିକଟସ୍ଥ ସାଧୁସନ୍ତଙ୍କୁ ପଚାର କିମ୍ବା ସିଧାସଳଖ ବଳିଆକୁ ପଚାର, ବଳିଆ ତାର ଉତ୍ତର ଦେବ। ଇଏ ହେଲା ଗ। ଏଇଭଳି ଭାବରେ ଗ କହିଲେ ଗମନଶୀଳ ବାୟୁ। ଇଏ ହେଉଛନ୍ତି ଭଗବାନଙ୍କର ସବୁ ରୂପ। ଗ କହିଲେ ଗମନଶୀଳ ଜଳ, ଗ କହିଲେ ଗମନଶୀଳ ସମୁଦ୍ର, ଗ କହିଲେ ଗମନଶୀଳ ସୂର୍ଯ୍ୟ ତାଙ୍କ କକ୍ଷରେ ବୁଲୁଛନ୍ତି, ଘ କହିଲେ ପୃଥିବୀ, ପୃଥିବୀ ସୂର୍ଯ୍ୟଙ୍କ ଚାରିପାଖ ଯାକ ଘୁରୁଛନ୍ତି। ଇଏ ସବୁ ହେଉଛି ଗ। ତେଣୁ ଏଇ ଗ ଅକ୍ଷରକୁ
ଜୀବନର ଗୋଟିଏ ଦୀକ୍ଷା ବୋଲି ଗ୍ରହଣ କରିନେବ। ଇଏ ହେଲା ନି ଗଲା ଗ କଲା। ଆସନ୍ତାକାଲି ମାଟି କହିବା। ମା ନନ୍ଦ ଗୋଟେ ଗୋଟେ ଦିନ ଗୋଟେ ଗୋଟେ କଥା କହିବା। ଆଜି ଗ ଅକ୍ଷର ସଇଲା। ଆଚ୍ଛା, ଆପଣମାନେ ସବୁଦିନେ ତିନୋଟି ମହାପୁରୁଷଙ୍କର କଥା, ଚାରୋଟି ମହାପୁରୁଷଙ୍କ କଥା ଆପଣମାନେ ବଳିଆ ଠାରୁ ଶୁଣନ୍ତି, ତାଙ୍କ ସଙ୍ଗୀତକୁ ଶୁଣନ୍ତି। ଜଣେ ହେଉଛନ୍ତି ବୈକୁଣ୍ଠ। ବୈକୁଣ୍ଠ ଶବ୍ଦର ଅର୍ଥ ହେଉଛି ବିଷ୍ଣୁ। ବୈକୁଣ୍ଠ ହେଉଛି ବିଷ୍ଣୁଙ୍କର ଧାମ। ବୈକୁଣ୍ଠ ହେଉଛି ଆମ ପରିବାର। ବୈକୁଣ୍ଠ ହେଉଛି ଆମ ହୃଦୟ। ତେଣୁ ପ୍ରତ୍ୟେକ ଦିନ ଓମ୍ ବୈକୁଣ୍ଠାୟ ନମଃ, ଓମ୍, ଆଉ ଓମ୍ ନ କହିକିରି ବି ବୈକୁଣ୍ଠ 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 ଯଦି କେମିତି କହିବେ, ତାହେଲେ ପରୋକ୍ଷରେ ଆପଣ କହୁଛନ୍ତି ବିଷ୍ଣୁ 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 ବିଷ୍ଣୁ। ତେଣୁ ବୈକୁଣ୍ଠ ହେଉଛନ୍ତି ଜଣେ ସଦ୍ଗୁରୁ, ସଙ୍ଗୀତାଚାର୍ଯ୍ୟ। ବ କହିଲେ ବ୍ରହ୍ମ। ବ୍ରହ୍ମାନନ୍ଦಂ ପରମ ସୁଖଦମ୍ କେବଳମ୍ ଜ୍ଞାନମୂର୍ତ୍ତି। ଏଇ ଯେଉଁ ଗୁରୁଙ୍କର ସ୍ତୋତ୍ର, ଇଏ ହେଉଛି ବ। ଇ କହିଲେ ଈଶ୍ୱର ସର୍ବଭୂତାନାଂ ହୃଦିସର୍ଜୁନ ତିଷ୍ଠତି। ଇଏ ହେଉଛନ୍ତି ଇ। ଆପଣ କହିବେ କୁ କ'ଣ? କୁ କହିଲେ କୁତ୍ସିତ କଦାକାର କଥା ନୁହେଁ। କୁ ଅକ୍ଷରର ଅର୍ଥ ହେଉଛି ପୃଥିବୀ। କୁ ବୈକୁଣ୍ଠ। ଏ ଠ ଶବ୍ଦର ଅର୍ଥଟା ସିଧାସଳଖ ଭାବରେ ନ ଆସିଲେ ବି ପରୋକ୍ଷରେ ଆସୁଛି, ହେ ମଣିଷ, ତୁମେ କୌଣସି କାର୍ଯ୍ୟ କରିବା ପାଇଁ, କାହାକୁ କିଛି ଦାନ ଧର୍ମ ଦେବା ପାଇଁ କୁଣ୍ଠାବୋଧ କର ନା। ଉଦାର ହୁଅ, ଉଦାସୀନ ହୁଅ ନା। ବୈକୁଣ୍ଠଙ୍କର ସେଇ ଯେଉଁ ନାମଟି ଜୟ ଗୁରୁ ଜୟ ଜଗନ୍ନାଥ, ଜୟ ଗୁରୁ ବୈକୁଣ୍ଠନାଥ। ଆକୁ ଆପଣ ସବୁଦିନେ ପଢ଼ିଲେ ଭଲ। ଆମେ ସବୁଦିନେ ପଢ଼ୁଛୁ, କିଛି ଅସୁବିଧା ନାହିଁ। ଆଚ୍ଛା, ଇଏ ହେଲେ ବୈକୁଣ୍ଠ ଗଲେ। ତାପରେ ଆଉ ଜଣେ ଗୁରୁଙ୍କର ଆମେ ପଢ଼ୁ ଅଭିରାମ। ଅଭିରାମ ଶବ୍ଦର ଅର୍ଥ ହେଉଛି ଗୋପୀମାନଙ୍କ ସହିତ ଯାହାଙ୍କର ସମ୍ପର୍କ ଥିଲା, ସେ ହେଉଛନ୍ତି ଅଭିରାମ। ତାଙ୍କୁ କୁହାଯାଏ ଅଭିନ୍ନ ସୁନ୍ଦର। ଯଦି ଆପଣ ଅଭିରାମ 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 ଏଇଭଳି କିଛି ସମୟ ସ୍ମରଣ କରିବେ, ତାହେଲେ ପରୋକ୍ଷରେ କୃଷ୍ଣ 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 କୃଷ୍ଣ, ଆପଣ କୃଷ୍ଣଙ୍କୁ ଚିନ୍ତନ କରୁଛନ୍ତି ବୋଲି ଜଣାପଡ଼ିବ। ସେ ଗୋଟେ ଧୁନ୍ ଦେଲେ, ଭଜ ସତ୍ୟନାରାୟଣ ଅଭିରାମ, ଜପ ହରେ କୃଷ୍ଣ ହରେ ରାମ। ଏଇସବୁ କଥା ନମଇ ସତ୍ୟନାରାୟଣ ଅନାଦି ପରମ କାରଣ ଅଭିରାମ କହିଲେ। ଏଇଭଳି ଭାବରେ ଅଭିରାମଙ୍କର ଅନେକ କଥା ରହିଛି। ତ ବଳିଆ ସବୁଦିନ କହୁଛି, ପୁଣି ଆସନ୍ତାକାଲି କହିବ। ଆଜି ବାଜା ଫାଜା ନାହିଁ, ତେଣୁ ଆମେ ସେମିତି କହିଦେଉଛୁ। ଇଏ ହେଲା ଅଭିରାମ। ତାପରେ ଯାହାଙ୍କ କଥା କହିବା ପାଇଁ ସବୁଦିନେ ଏଇ ଲାଇଫଟା କରୁଛି, ସେ ହେଉଛନ୍ତି ବାୟା।
ବାୟା ଶବ୍ଦର ଅର୍ଥ ଯିଏ ନାମରେ ବାୟା, ଗୁରୁ ପ୍ରେମରେ ବାୟା, ଭଗବତ ପ୍ରେମରେ ଯିଏ ନିଜକୁ ବାୟା ସଜେଇ ପାରିଛନ୍ତି, ଅର୍ଥାତ୍ ଯିଏ ସମର୍ପିତ, ସାଧକ, ଅନାସକ୍ତ, ନିର୍ବିକାର, ସମସ୍ତଙ୍କୁ ସମ୍ମାନ ଦିଅନ୍ତି, ନିଜେ ପୂଜା ପାଇବା ପୂର୍ବରୁ ଅନ୍ୟକୁ ପୂଜ୍ୟ ପୂଜା ଦିଅନ୍ତି, ସେ ହେଉଛନ୍ତି ବାୟାରାମ। ତାଙ୍କ ପ୍ରଦର୍ଶିତ ମାର୍ଗ ହେଉଛି କେବଳ ନାମ। ଭଜ ନିତାଇ ଗୌର ରାଧେ ଶ୍ୟାମ, ଜପ ହରେ କୃଷ୍ଣ ହରେ ରାମ। ପବିତ୍ର ବୃନ୍ଦାବନ ଧାମରେ ଏବଂ ପବିତ୍ର କେନ୍ଦ୍ରାପଡ଼ା ଇଚ୍ଛାପୁର ବଳଦେବଙ୍କ ଧାମରେ, ପବିତ୍ର କଟକ ସହରରେ, ପବିତ୍ର ଭୁବନେଶ୍ୱରରେ, ପବିତ୍ର ପୁରୀ ଶ୍ରୀକ୍ଷେତ୍ରରେ, ପବିତ୍ର ଧାମରା, ସବୁ ଜାଗାରେ ସେ ଅଖଣ୍ଡ ନାମ ବସେଇଛନ୍ତି। ତାପରେ ତାଙ୍କ ଶିଷ୍ୟମାନେ ବି ଅନେକ ଜାଗାରେ ଅଖଣ୍ଡ ନାମ ବସେଇଛନ୍ତି। ଜଣେ ପରଶୁରାମ ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଅନେକ ଆଶ୍ରମରେ ସିଏ କରିଛନ୍ତି ବାୟାଙ୍କ ନାମରେ ନାମ ପ୍ରତିଷ୍ଠା। ଖାଲି ଏତିକି ନୁହେଁ, ବାସୁଦେବପୁରେ ସେ ବି ନାମ ବସିଛି ଏବଂ କଟକରେ 2 ଜାଗାରେ ନାମ ବସିଛି। ଏଇ ନାମୀ ନାମାଚାର୍ଯ୍ୟ ବାୟା ବାବାଙ୍କୁ ଯଦି ଆପଣମାନେ ସ୍ମରଣ କରିବେ, ସିଏ କହିଛନ୍ତି ନାମ ଅଟଇ ମହାବଳ, ସେଭଳି ଜିଣ ଭୂମଣ୍ଡଳ। ଚୈତନ୍ୟ କହିଦେଇକିରି ଗଲେ ଯେ କଳିଯୁଗରେ ହରିନାମ। ବଳିଆ କହୁଛି ଏଇଟା କଳିଯୁଗ ନୁହେଁ, ବିଜ୍ଞାନ ଯୁଗ। ବିଜ୍ଞାନ ଯୁଗରେ ଦଣ୍ଡେ ନିମିଷେ କ୍ଷଣେ ଲେଶେ ଯଦି ଆମେ ଭଗବତ କୀର୍ତ୍ତନ ଟିକେ କରିବା, ଗୀତାର ସେଇ କଥା ସତତଂ କୀର୍ତ୍ତୟନ୍ତମାଂ, ତାହେଲେ ଜୀବନ ଧନ୍ୟ ହେବ। ଇଏ ପୃଥିବୀରେ ଯେଉଁ ମିଛୁଆ, ମଦୁଆ, ଲାଞ୍ଚୁଆ, ପେଞ୍ଚୁଆ, ଘର ଭଙ୍ଗା ଏଇଭଳିଆ ଯେଉଁ ଲୋକ ଗୁଡ଼ିକ ଅଛନ୍ତି, ରାତି ପାଇଲେ ବମିଂ କରିବେ, କେଉଁଠି କାହାକୁ ହାଣିବେ, କେଉଁଠି କାହାକୁ କାଟିବେ, ଇଏ ସମସ୍ତ ଅପରାଧ ଦୂରୀଭୂତ କରି ମା ଧରିତ୍ରୀ ମାକୁ ଶାନ୍ତ କରୁଛନ୍ତି ବାୟା ବାବାଙ୍କର ଏଇ ନାମ କୀର୍ତ୍ତନ। ଖାଲି ଓଡ଼ିଶାକୁ ନୁହେଁ, ସମଗ୍ର ପୃଥିବୀକୁ ଶାନ୍ତ କରୁଛନ୍ତି ବାବା ବାୟାଙ୍କର ଏଇ ପବିତ୍ର ନାମ କୀର୍ତ୍ତନ। ସେଇଭଳି ମଧୁସୂଦନ, ପ୍ରାଚୀ ମଧୁସୂଦନ, ସିଏ ମଧ୍ୟ ଗୋଟିଏ ନାମକୁ ଅଖଣ୍ଡ ରଖିଛନ୍ତି, ଓମ୍ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ। ଶ୍ରୀ ଶ୍ରୀ ଠାକୁର ଓଙ୍କାରନାଥ ଗୋଟିଏ ନାମକୁ ଅଖଣ୍ଡ ରଖିଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତ ସଜ୍ଜନ, ଧୀରେ ଧୀରେ ଆମେ ଅନେକ ମହାପୁରୁଷମାନଙ୍କର କଥାକୁ କହିବା। ଆସନ୍ତାକାଲି ଜଣେ ବ୍ୟକ୍ତିଙ୍କ ଉପରେ ମୁଁ ଟିକେ ବିରକ୍ତ ହେଇଗଲି। ବୋଲେ ଆପଣମାନେ ଖାଲି କହୁଛନ୍ତି ଯେ ଠାକୁର ଅଭିରାମଙ୍କର ବହି ନିଅନ୍ତୁ, ପଢ଼ନ୍ତୁ। ତ ଅଭିରାମଙ୍କ କଥା ମୂଳରୁ କହୁଛି, କାହିଁ କେହି ତ ଜଣେ କହୁନାହାନ୍ତି ବାବା ଠାକୁର ଅଭିରାମଙ୍କର କଥା ଟିକେ ଆପଣ କହୁଛନ୍ତି, ଏଇଟା ଟିକେ ଭୁଲ ହେଉଛି, ଆଉ ଟିକେ ଏମିତିକିରି କହନ୍ତୁ, କାହିଁକି ତ କହୁନାହାନ୍ତି।
କି ଆଉ ଟିକେ କ'ଣ କୁହନ୍ତୁ, ସେ କଥା ବି କେହି କହୁନାହାନ୍ତି। ବାବା ବୈକୁଣ୍ଠନାଥଙ୍କର ଜଣେ ବ୍ୟକ୍ତି ବ୍ୟତୀତ କି 2 ଜଣ ବ୍ୟକ୍ତିଙ୍କ ବ୍ୟତୀତ ନାଇଁ 2-3 ଜଣ, ତାଙ୍କ ବ୍ୟତୀତ ଅନ୍ୟମାନେ କେହି କହୁନାହାନ୍ତି ବୈକୁଣ୍ଠଙ୍କ କଥା। ମଧୁସୂଦନଙ୍କ କଥା ଜମା କେହି କହୁନାହାନ୍ତି। ଯେ ଆପଣ ଗୋଟେ ଆମ ଗୁରୁଙ୍କର କଥା କହୁଛନ୍ତି, ମୁଁ ଯେହେତୁ ଭାବୁଛି ମଧୁସୂଦନ, ବୈକୁଣ୍ଠ ବାୟା, ସତ୍ୟସାଇ, ଶିରିଡିସାଇ, ବାୟାରାମ, ଅଭିରାମ, ଇଏ ମୋର ସମସ୍ତେ ଗୁରୁ। ଯଦି ଗୋଟେ ଉତ୍ସାହ ଟିକେ ମିଳନ୍ତା, ଇଏ କହିବାକୁ ଟିକେ ଆହୁରି ଭଲ ଲାଗନ୍ତା। ଆଉ ମୋରି ପିଲାମାନେ ଶୁଣୁଛନ୍ତି, କିଛି ଲୋକ ଶୁଣୁଛନ୍ତି। ତେଣୁ ଆପଣମାନେ ଶୁଣିବାକୁ ଚେଷ୍ଟା କରନ୍ତୁ। ଯଦି ଭୁଲ ହେଉଛି ମୋତେ କୁହନ୍ତୁ ଯେ ବାବା ଏଇ ଯେଉଁ ପଦଟା ଆପଣ ଠାକୁରଙ୍କ ଅଭିରାମଙ୍କର କହିଲେ କି ବୈକୁଣ୍ଠଙ୍କର କହିଲେ, ଏଇଟା ଟିକେ ଭୁଲ ହେଉଛି। ଦେଖନ୍ତୁ, ବୈକୁଣ୍ଠଙ୍କର ଜଣେ ଶିଷ୍ୟ, ସେ ବଳିଆ ବୈକୁଣ୍ଠକୁ ଗୋଟିଏ ରୂପରେ ଭଲ ପାଆନ୍ତି। ଚୁନିଆ ଭାଇ ବୋଲି ତାଙ୍କୁ ଆମେ କହୁ, ପରାହାଟର। ସିଏ ସବୁଦିନେ ଶୁଣନ୍ତି ଏବଂ ଯେଉଁଠି ଟିକେ ବଳିଆର ପାଟି ଖସିଯାଏ, ଗୋଟେ ଅଲଗା ଶବ୍ଦ ହେଇଯାଏ, ସେ ସାଙ୍ଗେ ସାଙ୍ଗେ ମୋତେ ଜଣାନ୍ତି। ମୁଁ ତ କେବେ ହେଲେ ତାଙ୍କ ଉପରେ ରାଗେନି। ମୁଁ ଅତ୍ୟନ୍ତ ଖୁସିର ସହିତ ତା ପରଦିନ ସେ ଶବ୍ଦକୁ ପୁଣି ମୁଁ ସଂଶୋଧନ କରେ। ମୁଁ କେତେବେଳେ ଭାବେ ନାହିଁ ଯେ ଆଇ ଆମ୍ ଏ ଟିଚର ଅଫ୍ ବା ଆଇ ଆମ୍ ଏ ଗଡ୍ ଅଫ୍ ୟୁନିଭର୍ସ ବା ୱାର୍ଲଡ, କେତେବେଳେ ଭାବେନି। ମୁଁ ଜଣେ ଛାତ୍ର, ଜନ୍ମ ହେଇଥିଲି ଛାତ୍ରରୁ, ମରିବି ମଧ୍ୟ ଛାତ୍ର ହେଇ। ଗୁରୁ ହୋଇ ଗୋଟେ ଏମିତି ଗର୍ବ କରିବି, ସେସବୁ ମୋ ଦ୍ୱାରା ହେବନି। ମୋତେ ଯେତେ ଉପାଧି ମିଳୁଛି ମିଳୁ, ଯେତେ ପୁରସ୍କାର ମିଳୁଛି ମିଳୁ, ମୁଁ କିନ୍ତୁ ଝାଡ଼ୁଦାର ସେବକ ହେଇକରି ରହିବି। ତେଣୁ ବାୟା ହେଉଛନ୍ତି ମୋର ମାନସ ଗୁରୁ, ଠାକୁର ନିଗମାନନ୍ଦ ହେଉଛନ୍ତି ମୋର ଦୀକ୍ଷା ଗୁରୁ, ବୈକୁଣ୍ଠ ହେଉଛନ୍ତି ମୋର ଆଧ୍ୟାତ୍ମିକ ପିତା, ମଧୁସୂଦନ ପ୍ରେମାଚାର୍ଯ୍ୟ, ଅଭିରାମ ମୋର ତତ୍ତ୍ୱଗୁରୁ ଏବଂ ପଞ୍ଚସଖାମାନେ ହେଉଛନ୍ତି ମୋର ମାନେ ଗୋଟିଏ ଗୋଟିଏ ମାର୍ଗର ମାର୍ଗଦର୍ଶକ। ପୃଥିବୀରେ ଯେତେ ଗୁରୁ ଅଛନ୍ତି ସମସ୍ତେ ମୋ ଗୁରୁଙ୍କ ଭଳି ମୁଁ ସମସ୍ତଙ୍କୁ ପ୍ରଣାମ ଜଣାଉଛି। ଆଜିର ବିଶ୍ୱ, ଦେଶ, ରାଜ୍ୟ କେମିତି ଶାନ୍ତି ହେଉ, ସେଇ ପ୍ରାର୍ଥନା ଆପଣମାନଙ୍କୁ ମୁଁ ନିବେଦନ କରୁଛି। ଆପଣମାନେ ଯେତେବେଳେ ମୁଣ୍ଡିଆଟିଏ ମାରୁଥିବେ, ବାପ ପାଇଁ, ପୁଅ ପାଇଁ, ଝିଅ ପାଇଁ, ସ୍ତ୍ରୀ ପାଇଁ, ସ୍ୱାମୀ ପାଇଁ ମୁଣ୍ଡିଆଟିଏ ମାରୁଥିବେ, ବିଶ୍ୱ, ଦେଶ, ରାଜ୍ୟ ଆକୁ ଅଭ୍ୟାସରେ ପକାଇ ଦିଅନ୍ତୁ। ବିଶ୍ୱ, ଦେଶ, ରାଜ୍ୟ ଶାନ୍ତି ହଉ। କଥାଟି ଏଠି ରଖିବା। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍। ଓମ୍ ଶାନ୍ତି ଶାନ୍ତି ଶାନ୍ତି।